ମୁଁ ସବୁ କହିଲି ଜଣେଇଲି ତାପରେ ମୋର ତ ବର୍ତ୍ତମାନ ପାଇଁ ମୁଁ ଭଲରେ ବହୁତ ଭଲରେ ବି ଅଛି ବାବାଙ୍କ କୃପାରୁ। ମୁଁ ଭଣ୍ଡାରୀ ପୋଖରୁ ଆସିଛି, ମୋ ନାଁ ବିଷ୍ଣୁପ୍ରିୟା ଖୁଣ୍ଟିଆ। ମାନେ କଣ ଆପଣଙ୍କର ଅନୁଭୂତି ଅଛି ମନ୍ଦିର ବିଷୟରେ ଟିକେ କହିବେ? ହଁ ମୁଁ ଆସିଲିଣି ଆଜିକି ବର୍ଷେ 1.5 ବର୍ଷ ହେଇଯିବ। ମୋର ତ ଅନୁଭୂତି ତ କହିଲେ ତ ସରିବନି, ଅନୁଭୂତି ବହୁତ ବି ଅଛି। ତଥାପି ଆପଣ ଯେତେବେଳେ ପଚାରୁଛନ୍ତି ମୁଁ କିଛି କହୁଛି ଆଉ। ମୋର ତ ବହୁତ ଅସୁବିଧା ଥିଲା, କାହିଁକିନା ମୋ ସ୍ୱାମୀଙ୍କର ମାନେ ଚାକିରି ତ ନଥିଲା, କିଛି ନଥିଲା, ଘରେ ବସିଥିଲେ, ବହୁତ ଅସୁବିଧା ଆଉ ବହୁତ ଅସୁବିଧା। ଯୋଉଠି ଅର୍ଥ ଯୋଉଠି ନଥିବ ତ ଆପଣ ଜାଣିଥିବେ କେତେ ଅସୁବିଧା। ଅସୁବିଧା କଣ ବାବାଙ୍କ ପାଖକୁ ଆସିକି ଯାହା ହଉ ବାବାଙ୍କୁ ମୋ ଦୁଃଖ ଜଣେଇଲି। ବିଶ୍ୱାସ ହଉଛି ମଣିଷର ବଡ କଥା, ମୋର ତ ବିଶ୍ୱାସ ଅଛି ମୁଁ ଆସିବିଲି। ଆଉ ମୁଁ ବାବାଙ୍କୁ ମୋର ଯାହା ମୋ ମନର କଥା ଯେତିକି ଯାହା ଥିଲା ମୁଁ ସବୁ କହିଲି ଜଣେଇଲି ତାପରେ ମୋର ତ ବର୍ତ୍ତମାନ ପାଇଁ ମୁଁ ଭଲରେ ବହୁତ ଭଲରେ ବି ଅଛି ବାବାଙ୍କ କୃପାରୁ। ଏମିତି ମୁଁ ଠାକୁରଙ୍କ ଇଏରେ ଭଲରେ ରହିଛି, ଏମିତି ସବୁଦିନ ଆସୁଥିବି ଇଏ କରୁଥିବି, ଭଲ ଅଛି ଆଉ। ଆଜି ଯୋଉ ହଉଛି କଣ ପ୍ରୋଗ୍ରାମ ତା ବିଷୟରେ କଣ କହିବେ? ମୁଁ ତ ଏଇ ଯୋଉ ଆଜି ଉତ୍ସବରେ ଏଇ ଆସିକି ଅଳ୍ପ ସମୟ ହେଲା ପହଞ୍ଚିଲି। ଆଉ ଉତ୍ସବ ତ ସବୁ ଆସିକି ସମସ୍ତେ ବହୁତ ଆନନ୍ଦିତ ଖୁସି ସବୁ ହଉଛନ୍ତି, ଆଉ ଉତ୍ସବ ତ ଆସିଲୁ ଆଉ।